समर्थ कवि श्री जगन्नाथ दासंक कृत श्रीमद्भागवत। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुर्गलितं फलं शुकमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुकः। श्रीमद्भागवतर तृतीय स्कंध त्रयोदश अध्याय। श्री शुक उवाच एमन्ते मैत्रेय वचन शुणि विदुर तोषमन कृष्ण चरित रस भरी शुणि बोलई पाद धरी। विदुर उवाच से स्वयंभुव ब्रह्मासुत संहारे प्रिय प्रिय व्रत प्रत्यक्षे ब्रह्मार शरीर जे स्वयंभुव नृपवर से सत्य रूपी पत्नी तार स्वभावे ब्रह्मार शरीर निर्मित नर नारी कल्पे विष्णु आदेशे मोह कल्पे मिथुन भावे से रहिले केमन्ते सृष्टि भिआइले से राज ऋषिंक चरित कही संतोष कर चित्त ए कृष्ण कथा पुण्यजस श्रवणे चित्त कलास। मैत्रेय उवाच ब्रह्मार देहरु संभव पत्नीर तुले स्वयंभुव कर अंजलि शिरे देई कहई ब्रह्मा मुख चाही तू सर्वजंतुंकर पिता जन्म संपद वृत्तिदाता आंभे तोहर वृत्य गणे जेमन्ते खटु तो चरणे। से आज्ञा दिय वेदवर तोर चरणी नमस्कार जे कर्म साधी एके एके सर्जई इह परलोके लभन्ति प्राणी आत्मा सुखे से आज्ञा कह तात मुखे। ब्रह्मा उवाच एमन्ते पुत्रर वचने ब्रह्मा कहन्ति तो समने शुण कुमार साधु धीर तू ए संसारे नृपवर निर्मल हृदय तू पचारु जन्हे संपादी शिष्य गुरु पितार आज्ञा शिरे धरी सुदूरे सर्व परिहरी संतति करी आत्मसुखे शोक न करे मन दुखे धर्म पालन ताकू कही विष्णु को पूजे यज्ञ बाही प्रजा रक्षण धर्म करे विष्णु संतोष हुंती भले जे यज्ञ लिंग जनार्दन ଯାହାକୁ ହୁଏ ସୁପ୍ରସନ୍ନ ଆଶ୍ରମେ ତାର କାର୍ଯ୍ୟ ଭଲେ ବ୍ରହ୍ମା ସମ୍ପାଦେ ଆତ୍ମା ତୁଲେ। ମନୁରୁ ବାଚ ଭୋନାଥ ତୋହର ଆଦେଶେ ସୃଷ୍ଟି କରିବି ମୁଁ ବିଶ୍ୱାସେ ମୁଁ ସୃଷ୍ଟି ସରଯିବି କାହିଁ ଏ ଜଳେ ଧରଣୀ ତ ନାହିଁ ତାର ଉଦ୍ଧାରେ କର ଜନ୍ମ ସୃଷ୍ଟି ଆଗମେ ବେଦ କର୍ମ महाप्रलय जलराशि पवन संगे मुहिग्रासी पृथ्वी निवेशिले जले प्रजा कल्पी जोग बळे देवतासुर पितृनर पशु पतंग महीधर पन्नग आदि उच्च नीचे धरणी स्थापिबी ए मंचे एबे तो जले पूर्णमही हेमंत मने विचारई। मैत्रेय उवाच जले न देखिब सुंदरी विधाता मने ध्यान करी मही बुड़ीला महाजले केमन्ते उद्धरिबी बळे जार आदेशे अवतरी मुए संसारे अधिकारी से हरि जेबे दया करे
ଧରଣୀ ଆପणे ଉଦ୍ଧରେ ନହିଲେ ମୋର ଶକ୍ତି ନାହିଁ। ଏମନ୍ତେ ବିଷ୍ଣୁ ପାଦେ ଧ୍ୟାଇ ବ୍ରହ୍ମା ରହିଲା ସ୍ତମ୍ଭୀଭୂତେ। ଶୁଣ ବିଦୁର ଏକ ଚିତ୍ତେ ତକ୍ଷଣେ ପ୍ରଭୁ ନରହରି ବାଳ ଶୁକର ରୂପ ଧରି ଅଙ୍ଗୁଷ୍ଠୀ ପ୍ରମାଣ ଶରୀରେ ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ। ପୁଣି କ୍ଷଣକେ ଗଜ ପ୍ରାୟେ ଅଦ୍ଭୁତ ବଢ଼େ ଦେବରାୟେ। ମରିଚି ଆଦି ମୁନି ଯେତେ ସନତ କୁମାର ସହିତେ ଅଦ୍ଭୁତ ବରାହ ଶରୀର କ୍ଷଣ କ୍ଷଣକେ ଅଗୋଚର। ଅଙ୍ଗୁଷ୍ଠୀ ପ୍ରାୟ ଜନ୍ମ ହୋଇ ପର୍ବତ ସଂଖ୍ୟାରେ ବଢ଼ଇ ଋଷିଙ୍କି ଚାହିଁ ବେଦବର କହିଲା ଦେଖି ତା ଶରୀର। ଶୁଣ ସକଳ ମୁନିଜନେ ଏ ରୂପ ଦେଖି ମୋର ମନେ। ଏମନ୍ତେ ପୁତ୍ର ଗଣ ଘେନି ବିଚାରି କଲେ ପଦ୍ମଯୋନି। ଅବା ଅନାଦି ଭଗବାନ ଅଦ୍ଭୁତେ ଦେଖ ମୋର ମନ। ଏ ବାକ୍ୟ ଶୁଣି ବେଦବର ଗର୍ଜିଲେ ଗଜେନ୍ଦ୍ର ଆକାର। ବ୍ରହ୍ମାଙ୍କୁ ଋଷିଙ୍କ ସମେତେ ତଟସ୍ଥ କଲେ ସର୍ବଚିତେ। ଦିଗ ପୁରିଲା ସ୍ୱର୍ଗ ଜିତେ ଅଦ୍ଭୁତ ଶରୀର ସହିତେ। ସେ ମାୟାମୟ ରୂପେ ହରି ଛଳେ ଶୁକର ରୂପ ଧରି। ଦେଖି ଚକିତ ମୁନିଜନେ ସେ ଖେଦେ ବିଚାରନ୍ତି ମନେ। ଜନ ତପସ୍ୱୀ ଅନ୍ୟବାସୀ ମିଳି ସକଳ ବ୍ରହ୍ମ ଋଷି। ସ୍ତୁତି କରନ୍ତି ମନ ତୋଷେ ଧରଣୀ ଉଦ୍ଧାରିବା ସେ। ତାହାର ଗୁଣ ଅନୁବାଦେ କ୍ଷମ ନୁହନ୍ତି ଚାରିବେଦେ। ଯା ରୂପ ମନ ଜ୍ଞାନେ ଚିନ୍ତି ଅଶେଷ ଶାସ୍ତ୍ରେ ନ ଜାଣନ୍ତି। ମୁନିଙ୍କ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ର ପାଣି। ଦେବଙ୍କ ହିତ ଅର୍ଥେ ହରି ପୁଣି ଶୁକର ରୂପ ଧରି। ଗଜେନ୍ଦ୍ର ଲୀଳା କରି ହେଳେ ବିଷ୍ଣୁ ପଶିଲେ ମହାଜଳେ। କ୍ଷୁର ଲାଙ୍ଗୁଳ ମୁଖ ତାଡ଼ି ଶବଦ କଲେ ଘଡ଼ଘଡ଼ି। ବରାହ ଦେହେ ବଳ କୋଣେ ଶୂନ୍ୟେ ଚିନ୍ତିଲେ ଦେବଗଣେ। ସ୍ୱର୍ଗ ବିଧୌତ ଜଳ ଲାଗି ଧ୍ୱଜେ ହୋଇଲେ ସୌଭାଗୀ। ତକ୍ଷଣେ କ୍ଷୁର କ୍ଷିପ୍ତ ଜଳେ ସମୁଦ୍ର ଉଛୁଳେ ଉଲ୍ଲୋଳେ। ପର୍ବତ ପ୍ରାୟେ ଦେହ କାନ୍ତି ଜ୍ୟୋତି ସମୂହେ ଝଟକନ୍ତି। ମହି ଖୋଜନ୍ତେ ଘ୍ରାଣ ବସେ ଧରଣୀ ଉଦ୍ଧାରିବା ସେ। କରାଳ ଦଂଷ୍ଟ୍ର ଦନ୍ତ ପାଟି ଊର୍ଦ୍ଧ୍ୱେ ଚାହାନ୍ତି ଘୋର ଦୃଷ୍ଟି। ଅଙ୍ଗ ନିର୍ଘାତ ବଜ୍ର ପରାଏ ଦେଖି ଜଳଧି କଲା ଭୟେ। ଉଲ୍ଲୋଳ କର ଉଚ୍ଚେ କରି ଡାକଇ ରଖ ଦଇତ୍ୟାରି। ହେ ଯୋଗେଶ୍ୱର ତ୍ରାହି କର ମୁଁ ତୁମ୍ଭ ଚରଣେ କିଙ୍କର। ସମୁଦ୍ର ମୁଖ ରାବ ଗୋଳେ ହରି ପଶିଲେ ରସାତଳେ। ଜଳେ ନିମଗ୍ନ ବସୁନ୍ଧରି ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି। ଜଳୁ ଆସନ୍ତେ ଊର୍ଦ୍ଧ୍ୱ ମୁଖେ ଅସୁର ମିଳିଲା ପ୍ରତ୍ୟକ୍ଷେ। ଆଦି ଅସୁର ସେ ପ୍ରତ୍ୟକ୍ଷ ନାମ ତାହାର ହିରଣ୍ୟାକ୍ଷ। ଗଦା ବୁଲାଇ ଅତିରେକେ ମିଳିଲା ଯଜ୍ଞନାଥ ପାଖେ। ମତ୍ତ ମାତଙ୍ଗ ଜହ୍ନେ ମହି କର୍କଶ ଦନ୍ତେ ବିଦାରଇ। ତମାଳ ନୀଳବର୍ଣ୍ଣ ଦେହି ଶୁଭ୍ର ତୀକ୍ଷ୍ଣ ଦନ୍ତ ଦୁଇ। ଦନ୍ତର ଅଗ୍ରେ ମହି ରହେ ଚନ୍ଦ୍ରେ କଳଙ୍କ ଜହ୍ନେ ଶୋହେ। ହେମନ୍ତ ରୂପ ଦେଖି ବେଗେ ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ। ସଙ୍ଗତେ ମୁନିଗଣ ଘେନି ସ୍ତୁତି କରଇ ପଦ୍ମଯୋନି। ବ୍ରହ୍ମା ଉବାଚ ହେ ଯଜ୍ଞ ରୂପୀ ଜନାର୍ଦ୍ଦନ ତୋର ବିହାର ତ୍ରିଭୁବନ। ଯଜ୍ଞ ମୂରତି ନିଜ ପିଣ୍ଡେ ଯେ ଯଜ୍ଞ ଧର୍ମ କର୍ମ କାଣ୍ଡେ। ତୋର ଶରୀରେ ଲୋମ କୂପେ ସମୁଦ୍ର ଲୁଚିଲା ସ୍ୱରୂପେ। ନମୋ ଗୋବିନ୍ଦ ମହୀଧର ଅଶେଷ ମହିମା ସାଗର। ହେ କାଳ ରୂପୀ ତୋ ଚରଣ ନିର୍ଭୟେ ପଶିଲୁ ଶରଣ। ଯଜ୍ଞାଦି ଆତ୍ମା ତୋ ଶରୀର ଦୁଷ୍କୃତ ଜନେ ଅଗୋଚର। ତୋ ଦେହ ଚର୍ମେ ବେଦ ବସେ
ଅନଳ ଲୋମ କୂପ ବସେ ଘୃତ ଆହୁତି ନେତ୍ର ଯୁଗେ ଚତୁର ହୋତ୍ର ପାଦ ଭାଗେ ଇଶ୍ରୁତବନ୍ତ ତୋର ତୁଣ୍ଡ ସ୍ୱରେ ନିର୍ମିତ ନାସାଖଣ୍ଡ ଓଙ୍କାର ଉଦରାନୁବନ୍ଧେ ତମସା ରହେ କର୍ଣ୍ଣରନ୍ଧ୍ରେ ଶଶୀ ଯେ ରହେ ତେଜ ଆସେ ଗ୍ରହେ ବସନ୍ତି ତୋର ପାଶେ ଶ୍ରବଣେ ଅଗ୍ନି ହୋତ୍ର ରହେ ଦୀକ୍ଷାରେ ବେନି ଘଟି ବହେ ବନ୍ଦନ୍ତେ ବସନ୍ତି ଉଦୟିନୀ ମସ୍ତକେ ଯଜ୍ଞ ଭାବ ଘେନି ପ୍ରାଣେ ବସଇ ଚନ୍ଦ୍ରଗଣ ସମୁଦ୍ରେ ରହେ ଆବରଣ ପବନ ବସେ ପଞ୍ଚଭୂତେ ସତ୍ତ୍ୱ ଶରୀର ସନ୍ଧିଗତେ ମନ୍ତ୍ର ଦେବତା ରୂପେ ତୁହି ତୁ ଦେବ କ୍ରିୟା ଆତ୍ମା ଦେହି ବୈରାଗ୍ୟ ଭକ୍ତି ଆତ୍ମା ଜାତ ତୁ ନାଥ ଯୋଗେଶ୍ୱର କାନ୍ତ ତୁ ବିଦ୍ୟା ଗୁରୁ ଜ୍ଞାନଦାତା ଜୀବ ଧାରଣେ ପିତା ମାତା ତୋ ଦନ୍ତ ଅଗ୍ରେ ବସୁନ୍ଧରୀ ବିରାଜେ ନିଜ ରୂପ ଧରି କିୟ ବା ଦେବା ପଟାନ୍ତର ଜଳେ ଯେ ସନେ କରିବର ପଦ୍ମବନସ୍ତ ଅବଗାହେ ତୋ ଦନ୍ତ ଅଗ୍ରେ ଯେହ୍ନେ ଶୋହେ ଏ ଯେ ଶୁକର ତୋର ଦେହ ଅଶେଷ ଯଜ୍ଞ ବେଦମୟ ଦନ୍ତେ ଧରଣୀ କରେ ଶୋଭା କିବା ଉପମା ଆମ୍ଭେ ଦେବା ପର୍ବତ ଶୃଙ୍ଗେ ଜଳଧର ଯେମନ୍ତେ ଦିଶଇ ସୁନ୍ଦର ଏବେ ଧରଣୀ ସ୍ତାପ ଜଳେ ଭୋନାଥ ତୋର ମାୟା ବଳେ ଏ ଭୂମି କୋଶ ଲୋକ ଦାତା ତୁ ନାଥ ଜୀବ ଲୋକ ପିତା ତୋ ବିନୁ ଅନ୍ୟ କେବା ଜଳେ ମହି ଉଦ୍ଧାରେ ମହାବଳେ ଏଣୁ ବିଷୟ ଆର କାହିଁ ତୁଜେ ଈଶ୍ୱର ବିଶ୍ୱଦେହି ଜଳେ ପଶନ୍ତେ ତୋ ଶରୀର ଜଳଧି ଦିଶେ ଭୟଙ୍କର ତୋ ଲୋମ ଅଗ୍ରେ ଜଳରାଶି ଧ୍ୱନି ତୋ ଗଗନେ ପ୍ରକାଶୀ ଜଳେ ତପସ୍ୟା ତୋ ଭୁବନେ ବରାହ ରୂପୀ ତୋ ସମନେ ତୋ ନାମ ଜଳେ କରି ସ୍ନାନ ଆନନ୍ଦେ କରି ତୋ ସମନ ପବିତ୍ର କଲୁ ପିଣ୍ଡ ପ୍ରାଣ ତୋର ଚରଣେ ଭଗବାନ ତୋ ଗୁଣ ମାୟା ଯୋଗ ବଳେ ଆମ୍ଭେ ମୋହିତ ଏ ଶୟଳେ ସ୍ଥାନେ ନ ପାରୁ ଆମ୍ଭେ ରହି ଆମ୍ଭଙ୍କୁ କର ନାଥ ତ୍ରାହି। ମୈତ୍ରେୟ ଉବାଚ ବ୍ରହ୍ମାଦି ମୁନିଙ୍କ ବଚନେ ବରାହ ରୂପୀ ତୋ ସମନେ ଜଳେ ବସାଇ ବସୁନ୍ଧରୀ ଅଦୃଶ୍ୟ ହୋଇଲେ ମୁରାରୀ ହେ ସେ ହରି ବିଚିତ୍ର ଚରିତ୍ରେ ବିଦୁର ଶୁଣ ଏକ ଚିତ୍ତେ ସଂସାରୁ ତରିବ ଯେ ମନ୍ତେ ସୁଜନେ ଶୁଣ ତୋ ସଚିତ୍ତେ ଯାର ପ୍ରସନ୍ନେ ମାୟା ଘୋର ନଳିନୀ ଦଳେ ଯେହ୍ନେ ନୀର ନ ଲାଗେ ସେ ନୀର ସିଞ୍ଚନ୍ତେ ବିଷ୍ଣୁ ପ୍ରବେଶ ଅନ୍ତର୍ଗତେ କର୍ଣ୍ଣେ ପଶନ୍ତେ ହରିବାଣୀ ସୁଧା ସଦୃଶ ପରିମାଣୀ ଆନନ୍ଦେ କରୁ ସୁଧାପାନ ଯେଣେ ନୋହିବ ହତ ଜ୍ଞାନ ତୃତୀୟ ସ୍କନ୍ଧେ ଭାଗବତ ଅଦ୍ଭୁତ ଗୋବିନ୍ଦ ଚରିତ ଏଣେ ନିବେଶୀ ବୁଦ୍ଧିଚିତ କହିଲା ଦାସ ଜଗନ୍ନାଥ ଏ ଅଧ୍ୟା ପୃଥିବୀ ଚରିତେ ସୁଜନ ଜନଙ୍କର ହିତେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାୟ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମୈତ୍ରେୟ ପୃଥିବୀ ବର୍ଣ୍ଣନେ ନାମ ତ୍ରୟୋଦଶ ଅଧ୍ୟାୟଃ। ଶ୍ରୀମଦ୍ଭାଗବତର ତୃତୀୟ ସ୍କନ୍ଧ ଚତୁର୍ଦ୍ଦଶ ଅଧ୍ୟାୟରେ ଦିତି କଶ୍ୟପ ସମ୍ବାଦ ଶୁଣିବା ପାଇଁ ଆପଣମାନେ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଜଗନ୍ନାଥ।